नमस्कार सांग मैंने मु आशा करे आपण मैंने भल थे। आज गोटे आम बैटेरी सेवर विषय सेटिंग गोटे देखा जोटा कि बहुत इंपोर्टेंट। आपण मान बैटेरी सब बेले आपण भावुवे कि कौ विषय को लेकिन बहुत खर्च होता है। मु सीधा कथा कहबी गोटे विषय कि बैटेरी सबुठारु बहुत कंजप्शन नहीं थाए डिस्प्ले रु स्क्रीन रु बहुत बैटेरी कंजप्शन नहीं थाए। जदि आम देखा सेटिंग को जीवा सेटिंग रे गला परे आपण माने बैटेरी एठी खोजंतु कोठी लेखा अछि बैटेरी नहेले सर्च बार रे मध्य बैटेरी लिखि खोजी पारिबे। बैटेरी देखंतु बैटेरी रे क्लिक कला परे आपण माने जेतेबेले भितर को जिवे आपण मानकु एप्स जाको देखेबो। आउ ए भलिया देखेला पर देखंतु सबुठारु अधिक बैटेरी खर्च जदि होउची सेटा होउची स्क्रीन बाबदरे। से स्क्रीन को आमे कि प्रकार कौन रखिबा कौन सेटिंग करिया देखंतु बाकी सब कम कम जीमेल इंस्टाग्राम वॉइस यूट्यूब एगुरा सब आपण मानकु कम कम बैटेरी खाए किंतु सबुठारु बेसी बैटेरी खाइबार कारण होउची स्क्रीन। तो आमे स्क्रीन रे केतोटी सेटिंग करिबा जो द्वारा आपण मानको बैटेरी सेव रहिबो एवं बहुत समय पर्यंत चलिबा पई सुविधा हबो। तो आमे प्रथमे पळेबा सेटिंग को ए सबु सेटिंग को ऑन करिया पई सेटिंग को जिबा। सेटिंग गला परे आपण माने खोजंतु एठी डिस्प्ले लेखा हेतिबो देखंतु आपण मानको मोबाइल रे मध्ये ए भलिया थिबो डिस्प्ले। डिस्प्ले रे क्लिक करंतु डिस्प्ले रे क्लिक कला परे प्रथम सेटिंग मु एठारे आपण मानको चारटा सेटिंग कहबी पांचटा सेटिंग कहबी। गोटे सेटिंग हेई पारे मो मोबाइल रे थिबो नथिबो किंतु आपण मानको मोबाइल रे सेटा रही पारे। प्रथम सेटिंग जहा आपण माने करिवे सेटा होछि देखंतु कलर स्कीम कहि कि लेखा हेछि एठी कलर स्कीम एठी आपण माने क्लिक करंतु। कलर स्कीम रे क्लिक कला परे साधारण भावे आपण माननकु एई भलिया देखिबा को मिलथाय सैचुरेटेड नुह तो स्टैंडर्ड एई भलिया आपण मानको मोबाइल रे बाय डिफॉल्ट सेटा कंपनी करी कि देथाय कलर जोटा कि आपण माने जेतेबेले वीडियो देखिबे किंबा कोनोसी काम करिवे एग्जैक्ट कलर दे कि से आपण मानको कोन करिथाय से व्यूइंग कराई थाय जो द्वारा आपण मानको व्यूइंग एक्सपीरियंस भलो लागिथाय। किंतु आमको देखिबा पई सिना भलो लागे किंतु बैटरी बहुत परिमाण रे खर्च होइता। ସେଇଥିପାଇଁ ଆପଣମାନେ କ'ଣ କରିବେ ଏଟାକୁ ସାଚୁରେଟେଡ୍ କିମ୍ବା ଷ୍ଟାଣ୍ଡାର୍ଡରେ ନ ରଖି ଅଟୋ ରେକମେଣ୍ଡେଡରେ ରଖନ୍ତୁ। ଯଦ୍ୱାରା ସେ ଆପଣମାନଙ୍କର କଲରକୁ ଏବଂ ସବୁ ବିଷୟକୁ ନର୍ମାଲ କରିକି ଆପଣମାନଙ୍କୁ ଗୋଟେ ବହୁତ ଭଲ ଭିୟୁଇଂ ଏକ୍ସପିରିଏନ୍ସଟା ଦେଖେଇବ ଯୋଉଟାକି ବାଇ ଡିଫଲ୍ଟ। ଠିକ୍ ଅଛି, ଏଟା ହେଲା ପ୍ରଥମ ସେଟିଂ। ସେଟିଂ ସେଇ ଜାଗାରେ ହିଁ ବ୍ୟାକ୍ କୁ ଆସିବେ। ବ୍ୟାକ୍ କୁ ଆସିଲା ପରେ ଏଇଭଳିଆ ତଳକୁ ସ୍କ୍ରୋଲ କରିବେ। ଠିକ୍ ଅଛି, ତଳକୁ ସ୍କ୍ରୋଲ କଲା ପରେ ଦେଖନ୍ତୁ ଏଠି ଅଟୋ ସ୍କ୍ରିନ୍ କହିକି ଗୋଟେ ସେଟିଂ ଥିବ ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ। ଅଟୋ ସ୍କ୍ରିନ୍ ଏଟା ଅଧିକାଂଶ ସମୟରେ ଅନ୍ ରହିଥାଏ। ଦେଖନ୍ତୁ ମୋର ମଧ୍ୟ ଏଠି ଅନ୍ ହେଇକି ଅଛି। ୟାକୁ ଯଦି ଆପଣମାନେ ଅନ୍ ରଖିବେ ଡିସପ୍ଲେର ଏ ଯୋଉ ସ୍କ୍ରିନ୍ଟା ବୁଲେଇଲେ ବୁଲିଯିବ ଆଉ ସିଧା କଲେ ପୁଣି ଥରେ ପୋର୍ଟ୍ରେଟ୍ ମୋଡ୍ ପଳେଇ ଆସିବ। ତ ଏଇଭଳିଆ ଲ୍ୟାଣ୍ଡସ୍କେପ୍ ଆଉ ପୋର୍ଟ୍ରେଟ୍ ଯଦି ହଉଥିବ ତାହେଲେ ବ୍ୟାଟେରୀ ମଧ୍ୟ ବହୁତ କନଜମ୍ପସନ୍ ହବ। ତ ସେଇଥିପାଇଁ ଏଟାକୁ ଆପଣମାନେ କ'ଣ କରନ୍ତୁ ଅଫ୍ କରିଦେଇଥାନ୍ତୁ। ଯେତେବେଳେ ଆପଣମାନଙ୍କୁ ଆବଶ୍ୟକ ପଡ଼ିବ ସେତେବେଳେ ଆପଣମାନେ ଅନ୍ କରିପାରିବେ। ଠିକ୍ ଅଛି, ଏଇଟା ଗୋଟେ ଦ୍ୱିତୀୟ ସେଟିଂ। ଆଉ ତୃତୀୟ ସେଟିଂ ସ୍କ୍ରିନ୍ର ଯୋଉଟାକି ଆମେ ଡିସପ୍ଲେ କହିଥାଉ ସେଟା ବ୍ରାଇଟନେସ୍ ଲେଭେଲକୁ ଆପଣମାନେ ଯିବେ। ଦେଖନ୍ତୁ ଏଠି ଅଧିକାଂଶ ସମୟରେ ଆମମାନେ କ'ଣ କରିଥାଉ କି ଅଟୋମେଟିକ୍ ବ୍ରାଇଟନେସକୁ ଆମେ ଅନ୍ କରିଥାଉ ଯଦ୍ୱାରା ଆମମାନଙ୍କୁ ଅନ୍ଧାର ଘରେ ଗଲେ ଅନ୍ଧାର ଭଳିଆ ଦେଖାଯିବ ଏବଂ ଯୋଉଠି ଆପଣଙ୍କୁ ବେଶୀ ଲାଇଟ୍ ଅଛି ସେଟାରେ ଏଭଳିଆ ବହୁତ ଲାଇଟ୍ ଦେଖାଯିବ। କିନ୍ତୁ ସାଙ୍ଗମାନେ ଦେଖନ୍ତୁ ସ୍ମାର୍ଟଫୋନ୍ ଆମେ ୟୁଜ୍ କରୁଛୁ, ସ୍ମାର୍ଟଲି କାମ କରିବା ପାଇଁ ଆମେ ଯଦି ଦେବା ତାହେଲେ ଆମେ ବ୍ୟାଟେରୀରେ କମ୍ପ୍ରମାଇଜ୍ କରିବାକୁ ପଡ଼ିବ। କିନ୍ତୁ ଏଇଟା ଯଦି ଆପଣମାନେ ଅଫ୍ ରଖିବେ ତାହେଲେ ଆପଣମାନଙ୍କର ବ୍ୟାଟେରୀ ସେଭିଂ ବହୁତ ଭଲ ହବ। କାହିଁକି ଯଦି ଆପଣମାନେ ଖରାରେ ଯିବେ ଏଇଟା କେତେ ସମୟ ଲାଗିବ ଆପଣମାନେ ଇଜିରେ ଆପଣମାନଙ୍କୁ ବଢ଼ାଇ ପାରିବେ କିମ୍ବା କମେଇ ପାରିବେ ଯୋଉଟାକି ଆପଣମାନଙ୍କ ଡେଲି ୟୁଜେଜରେ ଭଲ ହବ। ତ ଚେଷ୍ଟା କରନ୍ତୁ ଏଇଟାକୁ ଆପଣମାନେ ଅଫ୍ ରଖନ୍ତୁ ଯୋଉଟାକି ତୃତୀୟ ସେଟିଂ ବହୁତ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ତାପରେ ଚତୁର୍ଥ ସେଟିଂକୁ ଦେଖ। ଏଇଠି ହିଁ ଆପଣମାନଙ୍କର ଏଇ ଡିସପ୍ଲେ ସେଟିଂରେ ହିଁ ଆଉ ଗୋଟେ ଅଛି ଲାଇଟ୍ ମୁଡ୍ ଆଉ ଡାର୍କ ମୁଡ୍ କହିକି। ଯଦି ଏଭଳିଆ ଲାଇଟ୍ ମୁଡ୍ ଅଛି ତାହେଲେ ଆପଣମାନେ ଦେଖିପାରୁଥିବେ କି ବ୍ରାଇଟନେସଟା ବହୁତ ରହୁଛି ଏବଂ ସ୍କ୍ରିନ୍ର ଯୋଉ ଭିଜୁଆଲଟା ବହୁତ ଲାଇଟ୍ ରହୁଛି। ତ ଦ୍ୱାରା କ'ଣ ହବ ବ୍ୟାଟେରୀ ଡେଫିନେଟଲି ଭାବରେ କ'ଣ ହେଇଥାଏ ବହୁତ ଏଇଟା ଖାଇଥାଏ। ତ ଚେଷ୍ଟା କରନ୍ତୁ ଆପଣମାନେ ୟାକୁ ଡାର୍କ ମୁଡ୍ରେ ରଖିବା ପାଇଁ ଯୋଉଟାକି ବହୁତ ଭଲ ଏବଂ ବ୍ୟାଟେରୀ କନଜମ୍ପସନ୍ସ ବହୁତ କମ୍ ହବ। ଆଉ ଏଠାରେ ମୁଁ ଯୋଉ ବିଷୟଟା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି ସେଟା ହେଲା ରିଫ୍ରେଶ ରେଟ୍। ମୋ ମୋବାଇଲରେ ଏଠି ସ୍କ୍ରିନ୍ ରିଫ୍ରେଶ ରେଟ୍ ଦେଇନାହିଁ, କିନ୍ତୁ ଆପଣଙ୍କ ମୋବାଇଲରେ
ସ୍କ୍ରିନ୍ ରିଫ୍ରେଶ୍ ରେଟ୍ ଦେଇଥିବ ଆପଣମାନେ ଦେଖନ୍ତୁ ଯଦି ସ୍କ୍ରିନ୍ ରିଫ୍ରେଶ୍ ରେଟ୍ ବାଇ ଡିଫଲ୍ଟ 128 ହର୍ଟ୍ଜରେ ଯଦି ଅଛି ତାହେଲେ ଆପଣମାନଙ୍କ ମୋବାଇଲ ଯଦି ତାକୁ ଆମେ ଡିଫଲ୍ଟରେ ରଖିବା ତାହେଲେ କ'ଣ ହବ ଯଦି ଷ୍ଟାଣ୍ଡାର୍ଡ଼ରେ ରଖିବା ତାହେଲେ ଆବଶ୍ୟକ ଅନୁସାରେ ସେ କେତେବେଳେ 60 ହର୍ଟ୍ଜ ଆଉ କେତେବେଳେ 120 ହର୍ଟ୍ଜ ଆଉ କେତେବେଳେ 90 ହର୍ଟ୍ଜ ହେଇକି ଆପଣମାନଙ୍କ ମୋବାଇଲକୁ ଗୋଟେ ସ୍ମୁଥ୍ ଏକ୍ସପିରିଏନ୍ସ ଦେବ। ତ ସାଙ୍ଗମାନେ ଏଇଟା କେତେଟା 5ଟା ଯେଉଁ ଇମ୍ପୋର୍ଟାଣ୍ଟ ସେଟିଂ ଥିଲା ଡିସପ୍ଲେର ଏଇ ସେଟିଂ ଗୁଡ଼ାକୁ ଯଦି ଆପଣମାନେ ଚେଞ୍ଜ କରିଦେବେ ତାହେଲେ ଆପଣମାନଙ୍କ ବ୍ୟାଟେରୀ ମୁଁ ଗ୍ୟାରେଣ୍ଟି ଦେଇକି କହିବି ଗୋଟେ ଦିନ ଚାଲିବା ବ୍ୟାଟେରୀ 2ରୁ 3 ଦିନ ପର୍ଯ୍ୟନ୍ତ ମଧ୍ୟ ଆପଣମାନେ ଚଲାଇ ପାରିବେ। ତ ସାଙ୍ଗମାନେ ଏଇଟା ଥିଲା ଗୋଟେ ବ୍ରିଫ୍ ଇନଫର୍ମେସନ୍ ଡିସପ୍ଲେରୁ କେମିତି ଆମେ ବ୍ୟାଟେରୀ ବଞ୍ଚାଇ ପାରିବା। ଆଉ ଯଦି ଏ ଭିଡ଼ିଓ ଭଲ ଲାଗେ ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଆପଣମାନଙ୍କ ସାଙ୍ଗସାଥି ଫ୍ୟାମିଲିରେ ସେୟାର କରନ୍ତୁ ସେମାନଙ୍କୁ ମଧ୍ୟ ଏ ସେଟିଂ ବିଷୟରେ ଜଣାପଡ଼ୁ ଆଉ ସେମାନେ ମଧ୍ୟ ସେମାନଙ୍କ ମୋବାଇଲ ଡ୍ରେନ୍ ବ୍ୟାଟେରୀରୁ ବଞ୍ଚି ପାରିବେ। ତା ସହିତ ଯଦି କେହି ନୂଆରେ ଅଛନ୍ତି ତାହେଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆମେ ଏମିତି ଇନଫର୍ମେଟିଭ୍ ଭିଡ଼ିଓସ୍ ବନାଉଥାଉ ଏବଂ ଆପଣମାନଙ୍କ ନିମନ୍ତେ ଗୋଟେ ନେକ୍ସଟ ଭିଡ଼ିଓରେ ପୁଣି ଥରେ ଦେଖା ହେବା। ବାଏ ବାଏ।